କାମବାଡ଼ା ଅଞ୍ଚଳର ବଙ୍ଗାଳୀମାନଙ୍କ ଆଦିବାସୀଙ୍କ ଧମକ। 2 ମାସ ଭିତରେ ଏନକ୍ରୋଚମେଣ୍ଟ ତଥା ପଟ୍ଟା ଜମି ଖାଲି କରିବାକୁ ଦେଇଛନ୍ତି ଧମକ। MB 29 ମାର୍କେଟ, MB 28, MB 49, MB 50 କେନାଲକୁ ଲାଗି ନିର୍ମାଣ କରିଥିବା ଘର ଖାଲି କରିବାକୁ ଦେଇଛନ୍ତି ଧମକ। ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଙ୍ଗାଳୀ ସମ୍ପ୍ରଦାୟମାନଙ୍କ ଜିଲ୍ଲା ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ତରଫରୁ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଦେଶ ଛାଡ଼ିବା, ରେଭିନ୍ୟୁ ଭିଲେଜ ନ କରିଦେବା, ଘରଟିଏ ପଟ୍ଟା ପ୍ରଦାନ ନ କରିବା, ସରକାରୀ ଜମି ଜବରଦଖଲ କରି ଇନକ୍ରୋଚମେଣ୍ଟ କେସ୍ କରିବାକୁ ବିରୋଧ କରାଯାଇଥିଲା। ଅନେକ ସମୟରେ 50 ବର୍ଷ ଧରି ବଙ୍ଗାଳୀମାନଙ୍କ ଦ୍ୱାରା ସରକାରୀ ଜାଗାରେ ଘର ନିର୍ମାଣ କରି ରହିବା ତଥା ଚାଷବାସ କରୁଥିବା ସରକାରୀ ଜମିକୁ ଆଦିବାସୀ ସମ୍ପ୍ରଦାୟମାନଙ୍କ ଦ୍ୱାରା ଜବରଦସ୍ତି ଖାଲି କରିବା ପାଇଁ ଧମକ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯେମିତିକି MB 93, MB 126, MPB 81 ଏଭଳି ଅନେକ ଜାଗାର ଚିତ୍ର ସାମ୍ନାକୁ ଆସିଥିଲା। ଅଯଥା ଆଦିବାସୀମାନଙ୍କ ଦ୍ୱାରା ବଙ୍ଗାଳୀମାନଙ୍କୁ ଧମକାଇବା ଘଟଣା ଅନେକ ଥର ପଦାକୁ ଆସିଛି। ଅନେକ ଥର ଏ ବିଷୟକୁ ନେଇ ଗଣ୍ଡଗୋଳ ହେଇ ଥାନାର ଦ୍ୱାରସ୍ଥ ମଧ୍ୟ ବଙ୍ଗାଳୀମାନେ ହୋଇଛନ୍ତି। ଏବେ କିଛି ଦିନ ପୂର୍ବରେ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଜିଲ୍ଲା ଆଦିବାସୀ ବିଭିନ୍ନ ସମ୍ପ୍ରଦାୟର ପଦାଧିକାରୀମାନେ ବଙ୍ଗାଳୀମାନଙ୍କୁ ଦେଶ ଛାଡ଼ିବା, ବଙ୍ଗାଳୀ ଗାଁ ଗୁଡ଼ାକ ରେଭିନ୍ୟୁ ଭିଲେଜ ନ କରିଦେବା, 4 ସେଣ୍ଟ ଘରଟିଏ ପଟ୍ଟା ପ୍ରଦାନ ନ କରିବା, ସରକାରୀ ଜମିକୁ ଖାଲି କରିଦେବା ପାଇଁ ଚେତାବନୀ ତଥା ଧମକ ଦେଇଥିଲେ। ସେ ବିଷୟକୁ କେନ୍ଦ୍ର କରି ଗତ ରବିବାର କାମବାଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ MB 29 ମାର୍କେଟ, MB 28, MB 49, MB 50 ଗାର କେନାଲ ପାଖରେ ଥିବା ସରକାରୀ ଜାଗା ତଥା ନିଜ ପଟ୍ଟା ଜାଗାରେ ଘର ନିର୍ମାଣ କରି ରହିଥିବା ବଙ୍ଗାଳୀମାନଙ୍କୁ 2 ମାସ ମଧ୍ୟରେ ଖାଲି କରି ପଳାଇ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତଙ୍କ ପାଖରୁ ଡରାଇ ଧମକାଇ ଖଜନା ରସିଦ ନେଇ ଆସିଛନ୍ତି ସେ ଅଞ୍ଚଳର ଆଦିବାସୀମାନେ। ଯଦି 2 ମାସ ମଧ୍ୟରେ ଘର ଖାଲି ନ କରିବେ ତ ସେମାନେ ବୁଲଡୋଜର ଆଣି ଭାଙ୍ଗିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଆଜି ସକାଳେ ମଧ୍ୟ ଅନେକ ସଂଖ୍ୟାରେ ଆଦିବାସୀମାନେ ଆସି ଧମକାଇ ଅନେକ ଘରୁ ଖଜନା ରସିଦ ନେଇଯାଇଛନ୍ତି। ଏ ଖବର ପାଇବା ପରେ ମାଲକାନଗିରି SDPO ଶ୍ରୀ ସଚିନ ପଟେଲ ସାରଙ୍କ ନିର୍ଦ୍ଦେଶ କ୍ରମେ କାମବାଡ଼ା ଅଞ୍ଚଳର ଆଦିବାସୀ ଏବଂ ବଙ୍ଗାଳୀମାନଙ୍କୁ କରକୁଣ୍ଡା ଥାନାରେ ଡାକି ଆଦିବାସୀମାନଙ୍କୁ କହିଛନ୍ତି, ଆଇନ ଆପଣମାନେ ହାତକୁ ନିଅନ୍ତୁ ନାହିଁ, ନଚେତ ଆମେ ଆକ୍ସନ ନେବାକୁ ବାଧ୍ୟ ହେବୁ। ଆଦିବାସୀ ଭାଇମାନେ ଭୁଲ ପାଇଁ କ୍ଷମା ମାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଅଭିଯୋଗ ଆଉ ଆଗକୁ ଆସିବ ନାହିଁ। ମାଲକାନଗିରି ବଙ୍ଗାଳୀ ସମାଜର ଜିଲ୍ଲା ସଭାପତି ଗୌରଙ୍ଗ କର୍ମକାର, ସମ୍ପାଦକ ସୃଷ୍ଟିଧର ହାଲଦାର, ନଗର ସଭାପତି ଦିলীପ ଦାସ, ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ ଏବଂ କାମବାଡ଼ା ଅଞ୍ଚଳର ବଙ୍ଗାଳୀ ସମାଜର ନେତୃବୃନ୍ଦଙ୍କ ନେତୃତ୍ୱରେ 1000ରୁ ଉର୍ଦ୍ଧ୍ୱ ବଙ୍ଗାଳୀମାନେ କରକୁଣ୍ଡା ଥାନାରେ ଏକତ୍ରିତ ହୋଇଥିଲେ। ସମସ୍ତଙ୍କୁ SDPO ସାର୍ କହିଛନ୍ତି ଖୁବ୍ ଶୀଘ୍ର ଆପଣମାନଙ୍କୁ ନ୍ୟାୟ ମିଳିବ। ମାଲକାନଗିରି ଜିଲ୍ଲା କରକୁଣ୍ଡା ଥାନାର ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ 30। ଆମେ କରକୁଣ୍ଡା ବ୍ଲକ ଅନ୍ତର୍ଗତ এই କାମବାଡ଼ା ପଞ୍ଚାୟତ ଏବଂ ପୁରୁଣା ଚିନ୍ତପଲ୍ଲୀ ପଞ୍ଚାୟତର ଏଠି ଆଜି ଥାନାରେ ଦ୍ୱାରସ୍ଥ ହେଇଛି ଯେ 20 ତାରିଖ ଦିନ ଆମର এই ପାଖ କାମବାଡ଼ା ଏବଂ 5ଟା ଗାଁର ଆଦିବାସୀ ଭାଇମାନେ ଯେଉଁ ଗୋଟେ ଅସାମ୍ବିଧାନିକ କାର୍ଯ୍ୟ ଆମକୁ ଦେଖେଇଲେ, ଘରେ ଘରେ ପଶି ଜମିର ଜାଗା କାଗଜ ନେଲେ, ସେଇଥିପାଇଁ ଆଜି ଯେଉଁ ଆମର ଦାଦା ଏବେ କହିଲେ SDPO ସାର୍ ମଧ୍ୟ ଆମକୁ ବୁଝେଇଲେ ଉଭୟ ଦୁଇଟା ଜାତି ଆମେ ଭାଇଚାରା ରକ୍ଷା କରି ବଞ୍ଚିବା ଏବଂ ଆମର ମଧ୍ୟ ଉଦ୍ଦେଶ୍ୟ ଏ ଜିଲ୍ଲାକୁ ଆଗେ ନେବା ପାଇଁ ଆମର ବଙ୍ଗାଳୀ ରକ୍ତ ଦେବା ପାଇଁ ଆମେ ପ୍ରସ୍ତୁତ। ଆମେ ଜୀବନ ଦେବାର ହେଲେ ମଧ୍ୟ 1 ନମ୍ବର ଲିଷ୍ଟ ଆମେ ରହିବୁ। ମାଟିର ଉନ୍ନତି ପାଇଁ ଜୀବନ ଦେବାର ପଡ଼ିଲେ ମଧ୍ୟ ଆମେ ଜୀବନ ଦେବୁ, କିନ୍ତୁ ଆମେ ଭାଇଚାରାକୁ ହଟେଇବୁ ନାହିଁ। ଆମେ କଳେ ବଳେ କୌଶଳେ ମିଳିମିଶି ରହିବା, ସମସ୍ତେ ମିଳି ରହିବା। ଆଜିର ସେଇ ବାର୍ତ୍ତା ହିଁ ଏଠି SDPO ସାର୍ ଦେଲେ। ଆମେ ଆସନ୍ତା ଦିନରେ ମିଳିମିଶି ରହିବା। ଏଭଳି ଆଉ ଗୋଟେ କ୍ରିଏଟ ନ ହଉ, ଭାଇମାନେ ଯେମିତି ଆମକୁ ନ କହୁ ତମର ପାହାଡ଼ ବନ୍ଧ, ନାଳ ବନ୍ଧ, ରାସ୍ତା ବନ୍ଧ, ଲେବର ବନ୍ଧ, ଏସବୁ କଥା ସେମାନେ ନ କହନ୍ତୁ କି ଆମର ଭାଇମାନେ ମଧ୍ୟ ତାଙ୍କ ପ୍ରତି କିଛି ଖରାପ ବ୍ୟବହାର ନ କରନ୍ତୁ। এই କଥାରେ ଆଜି ଏଠି SDPO ସାର୍ କହିଲେ ଅଳ୍ପ ସମୟରେ ହୁଏତ ତାର କିଛି ସମାଧାନ ହେଇପାରିବ। MLA ମହୋଦୟ ମଧ୍ୟ ଶୁଣିଛନ୍ତି। ଆସନ୍ତା ଦିନରେ ଆମେ ଭାଇଚାରା ରକ୍ଷା କରି ରହିବା, ଏଟା ହେଉଛି ଆଜିର ଏଇ ଉଦ୍ଦେଶ୍ୟ ଥିଲା। एक्चुअली गत रविवार दिन कामबाड़ा गाँव आखपाखर 4-5टा आदिवासी गाँव MB 29 नंबर, 28 नंबर, 49 आ 50 नंबर, 28 नंबर ये सब गाँ बंगाली गाँ को प्राय 150 ରୁ 200 अनुमानिक आदिवासी 10-15 जन नेतृत्व से जो गाँव रो आखपाखर जो 10-15 जन व्यक्ति अच्छा ना आम इंडिविजुअली लिखिकी नहीं आसचु से नेतृत्व में 100-150 आदिवासी मिसी
ଆମର ଯୋଉ ବଙ୍ଗାଳୀ ଗାଁ ଗୁଡାକ ଅଛି ସେଠି ଯାଇକି ତାଙ୍କର ଘରେ ରୁଣ୍ଡ ହେଲେ ଏକା ସାଙ୍ଗେ ସେମାନେ ସବୁ ଭୟଭୀତ ହେଇଗଲେ ଦେଖିକି ଏବଂ ସେମାନେ ଆମର ଯୋଉଠି ଦୋକାନ ଯାକ ଅଛି ଘର ଅଛି ତାଙ୍କୁ ଯାଇକି କହିଲେ ତମେ ଯୋଉ ଏଇ ଜାଗାରେ ରହୁଛ ସେ ଜାଗାର କାଗଜପତ୍ର କ'ଣ ଅଛି ଦେଖାଅ। ଏମାନେ ଭୟଭୀତ ହେଇକି ଦେଖେଇଲେ କାଗଜ ଦେଖେଇଲେ ଏବଂ ସେମାନେ ସେ କାଗଜ ଗୁଡାକୁ ଧରିକି ପଳେଇ ଆସିଲେ ଏବଂ ସେମାନଙ୍କୁ କହିଲେ ଯେ ତମେ ଏଇଠି ଏଇ ଜାଗାରେ ରହିପାରିବ ନାହିଁ, ଏ ଜାଗା ଆମର ଜାଗା, ଏ ଜାଗା 2 ମାସ ଭିତରେ ଖାଲି କରିଦିଅ, ଯଦି ଖାଲି ନ କରିବ ଆମେ ବୁଲଡୋଜର ଆଣିକି ଭାଙ୍ଗିଦେବୁ ବୋଲିକି ସେମାନେ ଧମକ ଦେଲେ। ପ୍ରଥମେ ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମେ କୁରକୁଣ୍ଡା ଥାନାକୁ ଆମେ ଆସିଥିଲୁ ଯେ ଆମର ରବିବାର ଦିନ ଆମର କୟା ସମାଜ ଆଉ ବେଙ୍ଗଲି ସମାଜର ଯୋଉ ଉଭୟ ପକ୍ଷରୁ ଆମର ଗୋଟେ ତ୍ରୁଟି ଥିଲା ଯେହେତୁ ଜମି ଜମା ନାହିଁ ତାକୁ ନେଇକରି ଆମକୁ ଡକାଇଥିଲା ଆମର କୁରକୁଣ୍ଡା ଥାନାରେ। ତେଣୁ ଉଭୟ ମାନେ ସମାଜର ଯୋଉ ଭାଇ ମାନେ ଭଦ୍ର ବ୍ୟକ୍ତି ମାନେ ଆସି ଆଜି ଆମର ଗୋଟେ ବୈଠକ ହେଇଥିଲା। ସେଥିରେ ଆମର ଉପସ୍ଥିତ ଥିଲେ SDPO ସାର୍, IIC ସାର୍ ଆଉ ଆଡିସନାଲ ତହସିଲଦାର ସାର୍ ଥିଲେ। ତ ଆଜି ଗୋଟେ ଆମର ଶାନ୍ତିପୂର୍ଣ୍ଣ ଗୋଟେ କମିଟି ଗଠନ କରାହେଲା। ଏଇ ଯୋଉ କମିଟି ଗଠନ କରାଇବାରେ ଯେ ଆଗକୁ କେମିତି ଏଇ ଯୋଉ ମ୍ୟାଟରଟା ନ ହେବ ତା ପାଇଁ ଗୋଟେ ଆମର ଗୋଟେ ସମାଧାନ କରାହେଲା। ଘଟଣା ଥିଲା ଏହା ଯେ ଆମର ଯୋଉ କୟା ସମାଜର ଯୋଉ ଲୋକମାନଙ୍କର ଥିଲା ଯେ ଆମର ଯୋଉ ଜମି ଯୋଉ ସରକାରୀ ଜାଗାରେ ଯୋଉ ମାନେ ଅଛନ୍ତି ତ ଆମମାନଙ୍କୁ ଯୋଉ ଜମି ପାଇପାରୁନୁ କିନ୍ତୁ ବେଙ୍ଗଲି ସମାଜର ଲୋକମାନଙ୍କୁ ପାଉଛି, ଏଇ ଜିନିଷ ଗୋଟେ ଥିଲା। ତ ତାକୁ ନେଇକରି ଟିକେ ଉଭୟ ଦୁଇ ଦଳ ମାଧ୍ୟମରେ ଟିକେ ପାଟିତୁଣ୍ଡ ହେଇଥିଲେ, ତାକୁ ନେଇକରି ଆଜି ଆସି ଆମେ ଏଠି ସମାଧାନ ଗୋଟେ ପାଇପାରିବୁ। अधिक अपडेट देखिबा पई न्यूज ओडिया 30 चैनल को लाइक शेयर एवं सब्सक्राइब करंतु।